ପାରାଅଲିମ୍ପିକ୍ସ ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ହରବିନ୍ଦର ସିଂ ଜିତିଲେ ସ୍ୱର୍ଣ୍ଣ ପଦକ। ତୀରନ୍ଦାଜି ଇଭେଣ୍ଟରେ ବାଜିମାତ କଲେ ହରବିନ୍ଦର ସିଂ। ଫାଇନାଲରେ ପୋଲାଣ୍ଡର ଖେଳାଳି ଲୁକା ଜିଜେଙ୍କୁ 6-0 ପରାସ୍ତ କରିଛନ୍ତି। ପାରାଅଲିମ୍ପିକ୍ସ ଇତିହାସରେ ଭାରତ କେବେ ବି ତୀରନ୍ଦାଜିରୁ ସ୍ୱର୍ଣ୍ଣ ପଦକ ଜିତି ନଥିଲା। ପୁରୁଷ ଇଣ୍ଡିଭିଜୁଆଲ ଇଭେଣ୍ଟରେ ହରବିନ୍ଦର କ୍ରମାଗତ ଭାବେ 5 ବିଜୟ ସହ ଏହି ସଫଳତା ହାସଲ କରିଛନ୍ତି। ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା 5କୁ ବୃଦ୍ଧି ପାଇଛି। ଏହା ସହ ଭାରତର ମୋଟ ପଦକ ସଂଖ୍ୟା 24ରେ ପହଞ୍ଚିଛି। ଭାରତ ଖାତାରେ 5 ସ୍ୱର୍ଣ୍ଣ, 9 ରୌପ୍ୟ ଏବଂ 10 ବ୍ରୋଞ୍ଜ ପଦକ ରହିଛି। ଐତିହାସିକ ସ୍ୱର୍ଣ୍ଣ ବିଜୟ ପାଇଁ ହରବିନ୍ଦରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ଏହା ଏକ ଅତି ସ୍ୱତନ୍ତ୍ର ପଦକ ବୋଲି ମୋଦି ପ୍ରକାଶ କରି କହିଛନ୍ତି।